যদি ମୁଁ ପାପୀ ବୋଲି କଥା ତୁମକୁ ସନ୍ଦୀପନୀ କୂଳରେ ଯମଦେବତା କହିଲେ ତାହେଲେ ସତ୍ୟ ଯୁଗରେ ମୁଁ ପାପ କରିଛି। ସତ୍ୟରେ ପାପ କଲା, ତ୍ରେତୟାରେ ପାପ କଲା, ଦ୍ୱାପରରେ ପାପ କଲା, କଳିରେ ପାପ ଚାଲିଛି। ମାନେ ସତ୍ୟ ଯୁଗରେ ପାପ କରିନା। ସତ୍ୟ ଯୁଗରେ ଜଣେ ରାଜା ବୋଲି ସେ ରାଜା ବୋଲି କି ବାପା ଧାନ କାଟି ନେଇଥିଲା, ସୁନା ରୂପା ଚୋରି କରିଥିଲା। ତମର କଣ ଶୁଖୁଆ ଚୋରି କରିଥିଲା? ଶୁଖୁଆ କଣ ଚୋରି କରିବ? ତମର କଣ ସେ ଭୁଲ କଲା? ପାତାଳଗାମୀ କଲା? ନାଇଁ ନାରଦ କହିଲେ ଭଗତ ଭାବେ ମୋ ବନ୍ଧନ ଏଣୁ ମୋ ନାମ ଭଗବାନ। ଭକ୍ତକୁ ମୁଁ ପରୀକ୍ଷା କରେ ବାରମ୍ବାର, କଷଟି ପଥରରେ ସୁନାରୀ କହିଲେ ବୁଣି। ଯେମିତି ବାରମ୍ବାର ବୁଣିଏ କଷଟି ପଥର ସୁନାକୁ ବାରମ୍ବାର କଷେ, ସୁନାର ପରଖ କଷଟି ପଥର ହୀରାର ପରଖ। ତାହେଲେ ସୁନାକୁ ବଣିଆ କଷଟି ପଥରରେ ବାରମ୍ବାର ପକାଏ କାହିଁକି? ନା କଷିବା ପାଇଁ। ଆଉ ହୀରାର ପରଖ ନିର ବ୍ରହ୍ମଜାନ ହୀରାକୁ ଚିହ୍ନିବା କେମିତି? ନା ଯଦି ପାଣିରେ ଭାସିବ ତାହେଲେ ବ୍ରହ୍ମଜାତି ହୀରା ଯଦି ପାଣିରେ ଭାସିଲା ଜାଣିବା ପରେ ହଉଛି ବ୍ରହ୍ମଜାତି। ପରୀକ୍ଷା କରିବା ପାଇଁ ବାରମ୍ବାର ଅବତାର ନେଲେ। ସତ୍ୟ ଯୁଗରେ ବାମନ ଅବତାର ନେଲି। ଅବତାର ରୂପଟା ମୋର ସର୍ବକେଶ୍ୱରୀ। ଯେତେବେଳେ ପହଞ୍ଚି ଗଲି ପୁଣି ରାଜାର ଦ୍ୱାରରେ, ସେତେବେଳେ ଆଜ୍ଞା ରାଜା ବଳି ଆଜ୍ଞା ଭୋଜନରେ ବସିଥିଲେ। ଚିନ୍ତା କଲେ, ଆଶ୍ଚର୍ଯ୍ୟ ହେଇଗଲେ ରାଜା ବଳି। ଭୋଜନର ସମୟରେ ବସିଛି, ସମୟ ବଢିଗଲାଣି, ଦାନର ସମୟ। ଏ ସମୟରେ କେ ମୋର ଦ୍ୱାରସ୍ଥିତ କହିଲେ। ଚିନ୍ତା କଲା ରାଜା ବଳି, କହିଲା ଯାଦରୁ ଅତିଥି ବାହୁରେ ତା ଧନ ପ୍ରେତ ମୁଖ୍ୟ କହିଲେ ଯେତେ ସମ୍ପତ୍ତି ଅର୍ଜନ କରିଛି, ଯେତେ ଧନ ସମ୍ପତ୍ତି ଅଛି, ତାହେଲେ ଯଦି ମୁଁ ଅତିଥି ମୋ ଦ୍ୱାରରୁ ଫେରିକି ଯାଆନ୍ତି ତାହେଲେ ମୋର ଧର୍ମ ନଷ୍ଟ ହବ। ନାଇଁ ଆଜ୍ଞା, ପହଞ୍ଚି ଗଲେ ସେଦିନ ରାଜା ବଳି ଦେଖିଲେ ସର୍ବକାଳ ଶରୀର। ଚିନ୍ତା କଲାରେ ଅନେକ ବ୍ରାହ୍ମଣକୁ ପ୍ରତ୍ୟେକ ଦୈନନ୍ଦିନ ଦାନ ଦିଏ, ଅନେକ ବ୍ରାହ୍ମଣ ମୋର ଦ୍ୱାରା ସ୍ଥିତ ହୁଅନ୍ତି, କିନ୍ତୁ ଏଭଳି ସୁନ୍ଦରମୟ ଦିବ୍ୟ ଜ୍ୟୋତିର୍ବନ୍ତ ବ୍ରାହ୍ମଣକୁ ମୁଁ କେବେ ନା କେବେ ଦେଖିଲି। ଆପେ ଆପେ ସେଦିନ ବଳି ରାଜାର ହାତ ଯୋଡିକ ଯୋଡି ହେଇଗଲା, ପ୍ରଣାମ କରିଦେଲା। ଆଜି ରାଜା ବଳି ପଚାରିଲେ, ରାଜା ବଳି ହସିଲେ, କହିଲେ ଆହା, କହିଲେ ବ୍ରାହ୍ମଣ କେତେ କାର୍ଯ୍ୟରେ ମୋ ପୁରକୁ ଆଗମନ କରିଛନ୍ତି? ମୁଁ ଶୁଣିଛି ମହାରାଣୀ ତୁମେ ମାନେ ଦିନକୁ ଲକ୍ଷ 12 ସୁବର୍ଣ୍ଣ ଦାନ ଦିଅ। ହେଲେ କେତେ ବ୍ରାହ୍ମଣ ନେଇଗଲେ, ଶେଷରେ ଗରିବ ବ୍ରାହ୍ମଣ ଆସିଛି। ସତ୍ୟ କଲେ ତୁମକୁ ସତ୍ୟ। ଚିନ୍ତା କଲେ ରାଜା କହିଲେ ଏ କୁନି କୁନି ବ୍ରାହ୍ମଣ ଅନେକ ଆସିଛନ୍ତି, କିନ୍ତୁ ଇଏ ହଉଛି ସ୍ୱତନ୍ତ୍ର କୁନି ବ୍ରାହ୍ମଣ। ମତେ କେତେ ଦାନ ମାଗିବ ଯେ ମୁଁ ଆକୁ ଦେଇପାରିବିନି। ଯେତେବେଳେ ସତ୍ୟ କରି ଶଙ୍ଖରେ ଜଳ ଦେବା ପାଇଁ ଉଠିଲେ କହିଛନ୍ତି, ପହଞ୍ଚି ଗଲେ ଗୁରୁ ଶୁକ୍ରାଚାର୍ଯ୍ୟ କହିଲେ ରାଜା ସବୁ କାମ କର, କିନ୍ତୁ ଏ ବ୍ରାହ୍ମଣକୁ ଦାନ ଦେନା। ନାଇଁ, ମନା କରୁଛି, ବ୍ରାହ୍ମଣକୁ ଦାନ ଦେନା, ଦାନ ଦେନା, ଦାନ ଦେନା। ନା, ଗୁରୁଙ୍କର ଆଜ୍ଞା ଧର୍ମ ଶିଷ୍ୟ ଶିଷ୍ୟ ମାନଙ୍କୁ ମାର୍ଗଦର୍ଶନ କରିବା। ତାହେଲେ ଏଠି କାହିଁକି ଗୁରୁ ମନେ କଲେ? ନା ଶୁକ୍ରାଚାର୍ଯ୍ୟ ଜାଣିପାରିଲେ ହେଉଛନ୍ତି ବ୍ରହ୍ମ, ତେଣୁ ବ୍ରହ୍ମ ଯେହେତୁ ଆସିଛନ୍ତି, ଆଜି ରାଜା ବଳିର ପତନ ଆଜି ସୁନିଶ୍ଚିତ। ଏଇଥିପାଇଁ ଆଜି ଗୁରୁ ଶୁକ୍ରାଚାର୍ଯ୍ୟ ମନା କରୁଛନ୍ତି। ରାଜା ବଳି ହାତ ଯୋଡିଲା, କଲା ବ୍ରାହ୍ମଣ ମୋ ଗୁରୁ ମନା କଲେ ମଧ୍ୟ ମୁଁ ଆପଣଙ୍କୁ ଦାନ ଦେବା ପାଇଁ ଆଜି ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି ଯେତେବେଳେ ଶଙ୍ଖରେ ବାପା ଜଳ ଭରି ଦେଇଛନ୍ତି, କିନ୍ତୁ ଜଳଟା ବାପାର ଶଙ୍ଖର ମଧ୍ୟ ଦେଇ ତଳକୁ ଆସିପାରେ କାହିଁକି? ନା ଗୁରୁ ଶୁକ୍ରାଚାର୍ଯ୍ୟ ଯେତେବେଳେ କହିଲେ, ଏଠି ଯେତେବେଳେ
বলি রাজা ନ ମାନିବାରୁ ଅକ୍ଷିକା ରୂପ ରଙ୍ଗ ରହିଛନ୍ତି ଅନ୍ତର୍ଯାମୀ ବିଶ୍ୱପତି ଠାକୁର ନାରାୟଣ ଜାଣିପାରିଲେ ଏ ରାଜା ଚଳ ବରୁଲି କାହିଁକି ବହୁତ ଦିନର ପୁରୁଣା ଶଙ୍ଖ ହଁ। ନେ ନେ କୁଶ ଅଛି ଗୋଟେ ରନ୍ଧ୍ରରେ ମାରିଦେ ନଳି ଯାଉ ପାଣି ଯେତେବେଳେ ଆଜ୍ଞା ଗୋଟେ କୁଶଟିଏ ଶଙ୍ଖର ରନ୍ଧ୍ରରେ ଦେଇଛନ୍ତି ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ପାମ ଚକ୍ରରେ ବିଧ ତଳକୁ ସେଦିନ ଗୁରୁ ଶୁକ୍ରାଚାର୍ଯ୍ୟ ଗଳି ପଡିଲେ ଗଳି ପଡ଼ିଲେ ଆସିଲେ ସେଦିନ ଶଙ୍ଖରୁ ଗଳ ମତେ ତ୍ରିପାଦ ଭୂମି ଦାନ ଦିଅ ତ୍ରିପାଦ ଭୂମି ତଥାପି ରାଜା ବଳି ଚିନ୍ତା କରୁଛି ଖୋଲାରେ କୁନି କୁନି ପାଦ ଯୋଡି ତୃତୀୟ ପାଦ ତ କାହିଁ ନାହିଁ ଏ ବ୍ରାହ୍ମଣ ଇଏ ଯୋଡାଏ ପାଦରେ କେତେ ଦାନ ମାଗିବ ଯେ ମୁଁ ଆକୁ ଦେଇପାରିବିନି ତଥାପି ଅହଙ୍କାର ରାଜା ବଳିର ହୃଦୟରେ ପ୍ରଥମ ପାଦ ଦବୁ ତ ଦେଖେ ମୋର ପାଦ ପ୍ରଥମ ପାଦ ମର୍ତ୍ତ୍ୟ ବ୍ୟାପୀ ଗଲା ପ୍ରଥମ ପାଦ ଆଜ୍ଞା ସେଦିନ ମର୍ତ୍ତ୍ୟ ବ୍ୟାପିଲା ଆଉ ଦ୍ୱିତୀୟ ପାଦ ସ୍ୱର୍ଗ ବ୍ୟାପିଲା ଜାଲ ଲାଗିଛି ଦେବି ହେଇଯିବ ନା ହଁ ଆଉ ଆରେ ଦିଟା ପାଦ ସିନା ତୃତୀୟ ପାଦ କାଇ ମୋର ଅଛି ନା ଭୂମି ଆଉ ଗୋଟେ ପାଦ ଦେଖା ଚିନ୍ତା କଲା ରାଜା ବଳି କଲା ଯଦି ହେ ବ୍ରାହ୍ମଣ ମୋର ଭୂମି ମୋ ପାଖରେ ଯଥେଷ୍ଟ ଅଛି ଦେଖା କର ତୃତୀୟ ପାଦ କଲା ତୁଲା ଭିକ ମୋର ପ୍ରଭତେ ଶରଣ ଗଲେ ସେଦିନ ମାତ୍ର ରାଜା ବଳି ଯେତେବେଳେ ବସିଛନ୍ତି ନା ଭିକମଳ ଗୋଟେ ପାଦ ସୃଷ୍ଟି କଲା ରାଜା ବଳି କି ପାତାଳ ଗାନି ରାଜା ବଳି ଯୋଉ ପାତାଳରେ ରହିଲା ତମେ ଯୋଉ ହଙ୍କା କଳ ଟ୍ୟୁବଲରୁ ପାଣି ପିଉଛ ତମେ ଭାବୁଛ ପାଣି ପାତାଳ ପୁରେ ଯୋଉ ବଳି ରହିଲା ତା ପରିସ୍ରା ଗୁଡା ବାହାରୁଛି ତମେ ପିଉଛ ଆଚ୍ଛା ଭାଇ ଲୁଣିଆ ଲାଗୁଛି ବେଳେ ବେଳେ ଜୟ ଯେତେବେଳେ ତାର ପରିସ୍ରା ପୁରା ହଉଛି ତା ଲୁଣି ଭାଗ ହେଇଯାଉଛି ପେଟ ଗରମ हे मोर ज्ञानेन्द्र पुंगव नारद कले ठाकुरे सत्यजुगर आज्ञा आपण राजा बड़ी की विनाश जुग आसला प्रतया रावण विश्ववारु सिंहर पुआ ब्रह्म अहंकार थिला विश्वमानुषीर पुत्र रावण थिला अहंकार चिंता करथला कोन कोले सुंदर मौली फुवंता आकली पुष्पा रावण चिंता कला सुवर्ण गंध देव आखु गछरे फल देव नाकारी कले पानलतार पुष्प देव सात समुद्र लुणी पानी की मिठा पानी रे परिणत करी स्वर्ग को निसुड़ी पकेइबा जम ठारु जमर दंडटा को छड़े आनी छपन घंटा जुग कोई सुनाथिला 14 घंटा रे शेष कर दे आउ दपर रे कोन कलो कोन कर गोपी मान को कथा देइथिला 4 दिन रे फेरिया पाई गलते गल हर गलते फेरिलनी सब होची कोई आशा भगुन बोल गोपाल ने कर खाइला खाली गोपी की ठकिलो की आउ मां को ठकिलो मां को यशोदा मां को ठकिलो यशोदा मां को ठकिलो गोपी की ठकिलो केते भूल काम कलो यशोदा मां को ठकिली हाथ जोड़ी देले आज विश्व चिंतामणि कहले नारद कहले जन्मित जननी ठारू बड़ी बड़ धर्म जननी के बड़ धर्म जननी के भगवान भोला तुम्ह पाई प्रभु रसोदा भाई फिरहार पूरा परिणाम सिए हरि तुमारा पूरा परिणाम सिए हरि तुमारा पूरा
संग करिछ बहु पाप करिछ नारद हाथ जोड़ी दिले कहले हे विश्व चिंतामणि हां आपण गोपाल को ठकिले ठकिले आपण कोन ए द्वापर जुगर ठक तमे परा त्रेता जुगर ठक आगुरु ठक कोन कहिलो नारद जे द्वापर रे ठक नुह गोपीनाथ आउ तमे परा त्रेता जुगर ठक त्रेता जुगर का को ठकी दिली कथा देइथिलो जोगी ऋषि मुनि मानको हिसाब करन मने पकान को अतीत नारद कहले ठाकुरे आपण जेतले दंड कारण्य रे भाई भाज्या को संगत्र धरि भ्रमण करथि हां सेही समय रे आपण ठकिले काहाकू ना तत्वी मान को ठकिले केते बेले सम्राट कवि भंज बइला बैदेश विलास पदुते छांद देखी कोले विहारु विहारु दंड कारणे विहारु विहारु दंड कारणे विहारु दंड कारणे जुंगा जुंगा सीरे की सुमंगे बिदे हाय तो कोटि में हवाई बोलो ताई रात पीछे नहीं है बोलो ताई रात पीछे नहीं बोलो ताई श्याम ताई पिला श्याम ताई पिला चिंता करी पाला ना भगवान कृष्ण नारद कहले ठाकुरे दंड कारण्य जेतबेले आपण भाई भाज्यन को संगत्र धरि भ्रमण करूथिले वृंदा वृंदा ऋषि माने आपण को दर्शन कले कोन भाबिले आपण को एते सुंदर श्यामल शांत मूर्ति की दर्शन कले रे भाव प्रबल होई गले जोगी ऋषि माने चिंता कले बोले बनजो श्याम काहे थिला करिला बरिला ये रामा की तप कला रमा किए कहले मां जगत जननी मां जानकी अछन आहा केडे भाग्यवती कहले जोगी ऋषि माने कहले आहा ये रामाटा की तप करिथिला रे ए भली सुंदर पुरुषर सानिध्य लाभ कला आहा विधाता जदि हमको नारी रूपटा देइथांता एकोरी श्यामला संग ए भली श्यामल शांतमूर्ति पुरुषर में सानिध्य लाभ करिथांतु हे मोर सजन सामंत भद्र तृप्ति हे जाय छति अपमान कर वृंद वृंद ऋषि मारे निरश्यामल शांतमूर्ति नव दुब्ब कांति की देखी कहले आहा विधाता जदि हमको नारी रूप देइथांता ताहले भई सुंदर पुरुषर सानिध्य लाभ करिथांतु कहला विधाता बकु करंता नारी विधाता बकु करंता नारी विधाता बकु करंता नारी विधाता बकु करंता नारी बारो हुवते करंता नारी कहले विधाता जदि हमको नारी रूपटा देइथांता ताले ए कन्नक दंडधारी पुरुष हमर स्वामी हितांता आहा तो कहले ब्रह्मपद रे किछि लाभ ना ताले ये तपस्या रे किछि लाभ नाही मागिले से कहले ठाकुरे हम नारी रूपटा न बुढ़ा भाई सम्राट कवि भंज आ गुटा पद छान बड़ो कहले ब्रह्मपद पाइले हे किसा ब्रह्मपद पाइले हे किसा ब्रह्मपद पाइले हे किसा Happy
ଭାଇ ଚିନ୍ତା କଲେ ଯୋଗୀ ଋଷି କହିଲେ ବ୍ରହ୍ମପଦରେ କିଛି ଲାଭ ନାହିଁ, ବହିବା କିପରି କାମିନୀ ବେଶ, ସ୍ତ୍ରୀ ରୂପଟାକୁ ନାରୀ ରୂପଟା କେମିତି ନବା। ଚିନ୍ତା କଲେ ଆରେ ସେ ନାରୀର ତ ବକ୍ଷ ଯୋଡେ ଅଛି, ଆମର ତ ବକ୍ଷ ଯୋଡେ। କହିଲେ ବହିବା ତୁମ୍ବେକୁ ଉରରେ ରଖି, ଯୋଉ ଲାଉ ତୁମ୍ବକୁ ରଖିଥିଲେ ତାକୁ ବକ୍ଷଜ କରିଦେଲେ। କହିଲେ ସେ ନାରୀର ବେଣୀଟା ଅଛି, କହିଲେ ଆମର ତ ବେଣୀ ନାହିଁ। ବାପା ଏ ବୁଢା ଭାଇ ବାନ୍ଧିଥିଲେ ଯୋଉ ଜଟାକୁ ତାକୁ ଖୋଲିଦେଲେ ଲମ୍ବାର ପଛପଟ, ସୁନ୍ଦର ଭାବରେ ବେଣୀଟିଏ ସଜେଇ ଦେଲେ। କହିଲେ ବିବିଧ କୁସୁମ ମଣ୍ଡିଲେ, ସୁନ୍ଦର ଭାବରେ ବନଜାତ ପୁଷ୍ପକୁ ସଂଗ୍ରହ କରି ବେଣୀରେ ବାପାରେ ଯୋଉ ଜଟା କରିଥିଲେ ଯୋଉ ବେଣୀକି ସେଥିରେ ସୁନ୍ଦର ଭାବରେ ବିମଣ୍ଡିତ କରିଦେଲେ। ଆହା ଦେଖନ୍ତୁ ଆଜ୍ଞା, ଭକ୍ତ ପାଖରେ ଭଗବାନ ବା ଭଗବାନଙ୍କ ପାଖରେ ଭକ୍ତ ଅଛି, ନିଜକୁ ନାରୀ ରୂପଟାକୁ ସଜେଇ ଦେଇଛି ପ୍ରଭୁଙ୍କର ସାନିଧ୍ୟ ଲାଭ କରିବା ପାଇଁ। ଆହା କୌଶଲେନ୍ଦ୍ର ସରକାର କରୁଣାର ବରୁଣାଳୟ ନୀଳଶ୍ୟାମଳ ସାଙ୍ଗମୃତି ଭଗବାନ ରାମ ଆଜ୍ଞା ଚାହିଁଦେଲେ କହିଲେ ହେ ଯୋଗୀ ଋଷି ମାନେ ଶୁଣ, ତୁମ ସହିତ ମୋର ଅଙ୍ଗ ସଙ୍ଗ ହେଇପାରିବ ନାହିଁ। ତୁମର ଯୋଉ କାମନା ରହିଛି ସେ କାମନାଟାକୁ ମୁଁ ପୂର୍ଣ୍ଣ କରିପାରିବି ନାହିଁ। ମୁଁ ହଉଛି ଅନୁକୂଳ ନାୟକ। ହଁ, ଏକ ପତ୍ନୀ ବ୍ରତକୁ ମୁଁ ଅବଲମ୍ବନ କରୁଛି, ତେଣୁ ମୁଁ ତ ଅନୁକୂଳ ନାୟକ। ଜଣକୁ କଥା ଦେଇଛି, ସେ ଜଣକ କିଏ ନା ମୁଁ ବୈଦେହୀ ସୀତାଙ୍କୁ କଥା ଦେଇଛି। ହଁ, ଯେତେବେଳେ ମିଥିଳାରୁ ବିବାହ କରି ଭଗବାନ ରାମ ଅଯୋଧ୍ୟାରେ ପହଞ୍ଚିଛନ୍ତି, ଅଯୋଧ୍ୟାରେ ବାସର ରାତି ହେଇଛି। ଭଗବାନ ରାମ ପହଞ୍ଚି ଯାଇଛନ୍ତି ବାସର ରାତିର ଗୃହରେ। ଡାକିଲେ କହିଲେ ସୀତେ ସୀତେ, ପାଟଟା ଆଣିଥିଲି ପିନ୍ଧିନ? ତମେ ଯୋଉ ପାଟ ଦେଇଥିଲେ ଏ ପାଟରେ କଣ ଅଛି? ତମକୁ ଦେଖିଲା ମାନେ ମତେ ପାଟ ପିନ୍ଧିଲା ଭଳିଆ ଲାଗୁଛି। ସ୍ୱାମୀ ଆଜି ଦିନରେ ପାଟ କଣ ହବ? ଆଜି ଚାହିଦା ସ୍ୱାମୀ। ଭଗବାନ ରାମ କହିଲେ ସୀତେ ସୀତେ କଥା କହିବନି? କି କଥା କହିବ? କାହିଁକି କାନ୍ଦୁଛ? ସନ୍ଦେହ ଲାଗୁଛି। କଣ ପାଇଁ ସନ୍ଦେହ? ତମ ବାପାଙ୍କର 750 ରାଣୀ, ତମେ ସୁପୁତ୍ର, ତମେ କାଳେ ତମେ 750 ରାଣୀ କରିଦବ, ମତେ ଏଡେଇ ଦବ, ସେଥିପାଇଁ ମତେ ଦୁଃଖ ଲାଗୁଛି ତମେ ମତେ ଭୁଲିଯିବ ବୋଲି। ଭଗବାନ ରାମଙ୍କ ପାଖରେ ମା ଜଗତ ଜନନୀ ସୀତା କଥା ଦିଅ ନାଥ। ହାତ ଯୋଡିଦେଲେ, କହିଲେ ପ୍ରଭୁ ଆପଣଙ୍କର ବାପା ହେଉଛନ୍ତି ରାଜା ଦଶରଥ, ଅଯୋଧ୍ୟା ନରେଶ, 750 ରାଣୀ ତାଙ୍କର। ତୁମେ ତ ତାଙ୍କର ଦାୟଦ ନା, କାଳେ ମତେ ଛାଡି ଆଉ କେତେ ନାରୀ ତୁମେ ଗ୍ରହଣ କରିବ କି? ଭଗବାନ ରାମ ଏଠି କଥା ଦେଲେ, କହିଲେ ହେ ସୀତେ ନାଇଁ ନାଇଁ ନାଇଁ, ମୁଁ ଅନୁକୂଳ ନାଇଁ, ଏକ ପତ୍ନୀ ବ୍ରତକୁ ଅବଲମ୍ବନ କରିଛି। ମୁଁ କଥା ଦଉଛି ଗୁଣ ପ୍ରଦୀପଟା ସେଦିନ ଆଜ୍ଞା ଧୁ ଧୁ ହେଇକି ଜଳୁଛି ବାସର ରାତିର ଗୃହରେ। ରାମ ଭଗବାନ କହିଲେ କହିଲେ ସୀତେ, ସମ୍ରାଟ କବି ଭଞ୍ଜ ବୋଇଲା ବୈଦେହୀ ସୁବିଳାସ କହିଲେ କହିଲେ ବିଦଗ୍ଧ ଶ୍ରୀ ରାମଚନ୍ଦ୍ର ବନ୍ଧୁ ଜୀବନ ଥିବାର କଣ କହୁଛୁ? ସ୍ୱାମୀ କୋଟେ ସ୍ତ୍ରୀ କି ବନ୍ଧୁ କହେ? କାହିଁକି କହିନି? ସ୍ୱାମୀ ସ୍ତ୍ରୀ କି ବନ୍ଧୁ କହୁଛି, ତାହେଲେ ଆମ ଘରେ ମୋ ସ୍ତ୍ରୀ କି ମୁଁ ବନ୍ଧୁ ବୋଲି ଡାକିବି। ହଁ, ଅସୁବିଧା କିଛି ନାହିଁ। ଜାଣିଲା ତୁମ ଗାୟକ କିଏ କଲା?
ନାଇଁ ଗାଈକି କିଏ କଲା ମତେ ନ ପଚାରି ମୁଁ ଜାଣିପାରୁନି। କାହିଁକି ପଚାରିଥିଲେ କଣ କରିଥାନ୍ତୁ କି? ସ୍ୱାମୀ ସ୍ତ୍ରୀ କି ବନ୍ଧୁ ବୋଲି କହିବ? ହଁ ହଁ ନିଶ୍ଚିତ ନିଶ୍ଚିତ ନାହିଁ, ପ୍ରମାଣ ଦେଖ। ପ୍ରମାଣ ଦେବି। ପ୍ରମାଣ ଦେଖି। ଆଚ୍ଛା ପ୍ରମାଣ ଦେଲେ ତୁ ଜାଣିବୁ ତ ଜଣେ ସ୍ୱାମୀର ତାର ସ୍ତ୍ରୀ ପ୍ରକୃତ ବନ୍ଧୁ, କେମିତି? ଜଣେ ସ୍ତ୍ରୀର ତାର ସ୍ୱାମୀ ପ୍ରକୃତ ବନ୍ଧୁ। ଯଦି ଦିଦି ବୁଝେଇବେ ତମ ଘରେ ଗଲେ ତମ ସ୍ତ୍ରୀ କି ବନ୍ଧୁ ବୋଲି କହିବ। ବନ୍ଧୁ ତମେ ସମସ୍ତେ ଥିବ, ମୁଁ ବନ୍ଧୁ କହିବି। ଏ ବୁଢା ଭାଇ ଆପଣମାନଙ୍କର ଯଦୁମଣି ସାହିତ୍ୟ ଆଶୁକବି ଯଦୁମଣି ମହାପାତ୍ର ବହି ହେଲା ରାଘବ ବିଳାସ ପଦୁଟିଏ ଛାନ୍ଦ ଆପଣମାନଙ୍କର କବି ସୁନ୍ଦର ଭାବରେ ଯଥାଯୁତ ଭାବରେ ପ୍ରମାଣ ଦେଲେ। ଦେଖି ସଂଯୁକ୍ତ ବନ୍ଧୁ ଆଗକୁ ଯିବ। କହିଲା ପୂର୍ବ ଦେବତା पूर्व देवता सर्परी भर्ता के बुढ़ा भाई पूर्व देवता कहले सर्परी कहले भर्ता